and welcome to my YouTube channel Education House. ଆଜି ଆମେ ପ୍ରଥମ ଶ୍ରେଣୀର ପାଠ ହେଉଛି ହନୁର କଦଳୀ ପାଠଟିର ଅଭ୍ୟାସ କାର୍ଯ୍ୟଟି କରିବା। ଦେଖ ପିଲାମାନେ, ଅଭ୍ୟାସ କାର୍ଯ୍ୟରେ କ'ଣ ଅଛି? ଅଭ୍ୟାସ କାର୍ଯ୍ୟ 1 ନମ୍ବର କ'ଣ କହିଛି? ଛବି ଦେଖି ପଢିବା। ଦେଖ ଆମର ଏଠାରେ କେତେ ଗୁଡ଼ିଏ ଛବି ଦେଇଛି ଆଉ ତଳେ ତାର ନାଁ ଗୁଡ଼ିକ ଦେଇଛି। ଦେଖ ପ୍ରଥମ ଛବିରେ କ'ଣ ଅଛି? କ'ଣ ଅଛି? କଦଳୀ, ତାପରେ ହାତୀ, ତାପରେ ଦୀପାଳି, ତାପରେ ତୀର। ବୁଝିପାରିଲ ପିଲାମାନେ? ତାପରେ ଦେଖ 2 ନମ୍ବର କ'ଣ କରୁଛି? ଉପର ଛବିରେ ଯେଉଁ ଘରେ ଦୀର୍ଘିକାର ଅଛି ସେହି ଘର ଫୁଲର ପାଖୁଡାରେ ହଳଦିଆ ରଙ୍ଗ ଦେବା। ଦେଖ ଯୋଉ ଘରେ ଆମର ଦୀର୍ଘିକାର ଲାଗିଛି ଯୋଉ ପଦରେ ସେ ପଦର ଉପର ପାଖୁଡାରେ ଆମେ କ'ଣ କରିବା? କି ରଙ୍ଗ ଦେବା? ହଳଦିଆ ରଙ୍ଗ ଦେବା। ଦେଖ ହଳଦିଆ ରଙ୍ଗ କୋଉ ପାଖୁଡାରେ ଲାଗିବ? ଏଇ ଦେଖ ମୁଁ ଠିକ ଚିହ୍ନ ମାରିଦଉଛି। ଏଇଠି 4ଟା ପାଖୁଡାରେ ଲାଗିବ, ଆଉ କୋଉଠି ଏଇଠି 2ଟା ପାଖୁଡାରେ ଲାଗିବ, ଆଉ କୋଉଠି ଏଇଠି 2ଟା ପାଖୁଡାରେ ଲାଗିବ, ଆଉ ଏଇଠି କେତେଟା? 5ଟି ପାଖୁଡାରେ ଲାଗିବ। ବୁଝିପାରିଲ ପିଲାମାନେ? ତାପରେ ଦେଖ କ'ଣ କହିଛି? ହଳଦିଆ ପାଖୁଡା ଗୁଡ଼ିକ ଗଣି ଖାଲି ଘରେ ଲେଖିବା। ଏଇଠି ଦେଖ କେତେଟା ପାଖୁଡା ଅଛି? 1 2 3 4, ଏଠି 4ଟି, 5 6 7 8 9 10 11 12 13 ହେଲା। କେତେଟି ଅଛି? 13ଟି। କେତେଟି? 13ଟି। ଏଇଠି ଲେଖିବ 13ଟି। ତାପରେ ରଙ୍ଗ ନଥିବା ପାଖୁଡା ମିଶେଇ ଲେଖିବା। ଦେଖ ରଙ୍ଗ ନଥିବା କ'ଣ ଛବି? ଦେଖ 1 2 3 4, 4ଟି ଛବିରେ 4ଟି ଅଛି ଆଉ ମିତରେ 3ଟି ଅଛି। ତାହେଲେ କେତେଟି ହେଲା? 7ଟି। କେତେଟି ହେଲା? 7ଟି। ତାପରେ କ'ଣ କରୁଛି? ମୋଟ ପାଖୁଡା ମିଶେଇ ଲେଖିବା। ମୋଟ ପାଖୁଡା କେତେଟା ହେଲା? 7 ଇଏ 13 କେତେଟା ହେଲା? 20ଟି। କେତେଟି? 20ଟି। ତ ଏଠି ତମେ 20ଟି ପାଖୁଡା ଲେଖିବ। ବୁଝିପାରିଲ ପିଲାମାନେ? ତାପରେ 3 ନମ୍ବରରେ କ'ଣ? ଧାଡିରେ ଛଡେଇଥିବା ଦୀର୍ଘିକାରକୁ ଲେଖି ପଢିବା ଓ ଲେଖିବା। ଦେଖ ଏଠି ଆମର କୋଉଠି କୋଉଠି ଦୀର୍ଘିକାର ଛଡା ଯାଇଛି? ହନୁ ହାତ ଗଲେ କଦଳ ଖାଇ। ଏଠି କ'ଣ ହବ? ହନୁ ହାତୀ ତରେ ଦୀର୍ଘିକାର ଛଡାଇছে, ଗଲେ କଦଳୀ ଳରେ ଦୀର୍ଘିକାର ଛଡାଇছে। ଏବେ ପଢିବା ହନୁ ହାତୀ ଗଲେ କଦଳୀ ଖାଏ। ବୁଝିପାରିଲେ ପିଲାମାନେ? ତାପରେ ଦେଖ 4 ନମ୍ବର କ'ଣ କହିଛି ଆମର? ଛବି ସହିତ ପଢିବା। କ'ଣ କ'ଣ ପଢିବା? ଦେଖ ପହିଲମାନ ନିଜ ଏଇଟା କ'ଣ ହବ? ଏଇଟା ଜଙ୍ଘିଆ। କ'ଣ ହବ? ଜଙ୍ଘିଆ ବାଡେଇ ଲଢିବାକୁ ଡାକୁଛି ହେଲା। ପହିଲମାନ ନିଜ ଜଙ୍ଘିଆ ବାଡେଇ ଲଢେଇକୁ ଡାକୁଛି। ତାପରେ 6 ନମ୍ବର କ'ଣ ହବ? ଆମେ ଡଙ୍ଗାରେ ବସି ନଦୀ ପାର ହଉ। ଏଇଟା କ'ଣ? ଡଙ୍ଗା। କ'ଣ ହବ? ଡଙ୍ଗା। ଆମେ ଡଙ୍ଗାରେ ବସି ନଦୀ ପାର ହେଉ ହେଲା। ବୁଝିପାରିଲା ପିଲାମାନେ? ତାପରେ ଦେଖ ତାପରେ କ'ଣ କହିଛି? ନିରୋଦ ନୀଳ ଜଙ୍ଘିଆ କିଣିଲା। ଏଇଟା କ'ଣ ହବ? ଜଙ୍ଘିଆ। ନିରୋଦ ନୀଳ ଜଙ୍ଘିଆ କିଣିଲା। ତାପରେ ଦେଖ କ'ଣ? ଘ ନମ୍ବର କ'ଣ କହିଛି? ଚାଷୀ ଲଙ୍ଗଳ ଧରି ବିଲକୁ ଯାଉଛି। ଏଇଟା କ'ଣ? ଲଙ୍ଗଳ। ଚାଷୀ ଲଙ୍ଗଳ ଧରି ବିଲକୁ ଯାଉଛି। ତାପରେ 5 ନମ୍ବର ଦେଖ ଚିତ୍ର ଦେଖି ଖାଲି ଘର ପୂରଣ କରିବା। ଦେଖ ଏଠି ଆମେ କ'ଣ ଲେଖିବା? ଏଇଟା କ'ଣ? କୋଉ ଚିତ୍ର ଆମର? ଏଇଟା ଗୋଟେ କି ଚିତ୍ର? ବେଙ୍ଗ। ଏଠି ଅଙ୍ଗ ଛଡା ଯାଇଛି। ବୁଝିପାରିଲେ ପିଲାମାନେ? ଏଇଟା କ'ଣ? ଆଙ୍ଗୁଳି। ଅଙ୍ଗରେ ହସୁ। ଆଙ୍ଗୁଳି ହେଲା। ତାପରେ ଦେଖ ଖ ନମ୍ବର କ'ଣ କହିଛି? ପଢିବା। କ'ଣ କହିଛି? ଡେଙ୍ଗା ଲୋକଟି ଫୁଲ ଶୁଙ୍ଘୁଛି। କ'ଣ? ଡେଙ୍ଗା ଲୋକଟି ଫୁଲ ଶୁଙ୍ଘୁଛି। ବୁଝିପାରିଲେ ପିଲାମାନେ? ତାପରେ ଗ ନମ୍ବର ଦେଖ ଗ ନମ୍ବର କ୍ୱେଶ୍ଚନ କ'ଣ କହିଛି? ଅଙ୍ଗ ଓ ଅଙ୍ଗ ଲାଗିଥିବା ଆଉ କେତୋଟି ଶବ୍ଦ କହିବା। ଯେମିତି ଅଙ୍ଗରେ ସଙ୍ଗ, ଭଙ୍ଗା, ସଙ୍ଗୀତ, ଆଙ୍ଗୁଡି, ଡଙ୍ଗା, ରଙ୍ଗ ହେଲା। ଆଉ ଅଙ୍ଗରେ କି ପଦ? ଜଙ୍ଘ, ସଂଘ, ଲଙ୍ଘନ, ଜଙ୍ଘିଆ ହେଲା। ଏସବୁ ଗୁଡ଼ିକ ତମେ ଲେଖିବ। ତାପରେ 6 ନମ୍ବର କ'ଣ କହିଛି? ଦେଖ ତୁମ ବହିର ମଲାଟଟି ଡିଆସିଲ ମାପିବା ଓ କହିବା। ତୁମେ ଗୋଟେ ଡିଆସିଲ କାଟି ନବ ଆଉ ତୁମ ବହିର ମଲାଟକୁ ମାପିକି କହିବ ହେଲା। ଆଉ କ'ଣ କହିଛି? ତୁମ ଶ୍ରେଣୀ କୋଠରୀର ଲମ୍ବ ଓ ଓସାର ଗୋଟିଏ ବାଡିରେ ମାପିବା। ଏଇଟା ତମର ସ୍କୁଲ ଟିଚରକୁ କହିକିରି ଏସବୁ
କରିବ। ବଗିଚାର ଓସାର ଗୋଟି ଦୁଇ ହାତିଆ ବାଡିରେ ମାପିବା। ତୁମ ମୁଣ୍ଡକୁ ସୂତାରେ ମାପିବା, ମଗରେ ପାଣି ନେଇ ଗ୍ଲାସରେ ମାପିବା। ଏଯା ସବୁ ତୁମେ ନିଜ ଘରେ କରିବ ହେଲା, ନିଜ ସ୍କୁଲ ମାନଙ୍କରେ କରିବ। ତୁମ ଘରର ଓସାରକୁ ତୁମ ପାଦରେ ମାପ। ତୁମ ଘରେ ତୁମ ମାଙ୍କ ସହ ମିଶି ଗୋଟିଏ ଶାଢୀର ମାଙ୍କର ଶାଢୀକୁ ମାଙ୍କ ହାତରେ ମାପ କେତେ ହେଲା ଲେଖ। ଏସବୁ ତମେ ନିଜେ କରି ଲେଖିବ। ତାପରେ 7 ନମ୍ବର କଣ କହିବି ଦେଖ। ଆମକୁ ଯାହା ଖଟା ଲାଗେ ତାକୁ ପେନସିଲ ଗାରରେ ଓ ଯାହା ମିଠା ଲାଗେ ତାକୁ କଲମ ଗାରରେ ଜିଭ ସହ ଯୋଡିବା। ଯୋଉଟା ଆମକୁ ଖଟା ଲାଗୁଛି ସେଟା କଣ କରିବା, ଆମେ ପେନସିଲ ଗାରରେ ଯୋଡିବା। ଯେମିତି କି ଏ ଭିତରେ ଆମକୁ କଣ କଣ ଖଟା ଲାଗୁଛି, କମଳା, କରମଙ୍ଗା, ଆମ୍ବ ଆଉ ତେନ୍ତୁଳି। କଣ କଣ ମିଠା ଲାଗୁଛି, ମିଠା କଣ କଣ ଲାଗୁଛି ଆମକୁ, ଆଖୁ, କଦଳୀ ଆଉ ଲିଚୁ। ବୁଝିପାରିଲେ ପିଲାମାନେ? ଏମିତି ତମେ କାର ଜାଣିବ। ତାପରେ ଦେଖ 8 ନମ୍ବର କଣ କହିଛି, ଶିକ୍ଷକ ନିମ୍ନ କାମ ଦେଇ ଆଲୋଚନା କରାଇବେ। କଣ କହିଛି ପ୍ରଥମେ, ତୁମ ଜିଭକୁ ନିଜ ହାତରେ ଧର ଓ ନିଜ ସାଙ୍ଗର ନାଁ ଡାକ। ତୁମ କଥା ତୁମ ସାଙ୍ଗକୁ କିପରି ଶୁଭିଲା ପଚାର। ତମେ ନିଜ ନିଜ ଜିଭର ହାତ ଧର ଆଉ ନିଜ ନିଜ ସାଙ୍ଗର ନାମ କୁହ। କଣ ହବ, ଜିଭ ଥିବାରୁ ଆମର କେଉଁ ସବୁ ସୁବିଧା ହଉଛି, କଣ କଣ ସୁବିଧା ହଉଛି, ଆମେ ଖାଇ ପାରୁଛେ, କଥା କହିପାରୁଛେ। ଯଦି ଜିଭ ନଥାନ୍ତା ଆମେ କଥା କହିପାରିଥାନ୍ତେ। ବୁଝିପାରିଲେ ପିଲାମାନେ? ତାପରେ 9 ନମ୍ବର କହିବା, ଆସ ନାମ କହିବା। ଖଟା ଜିନିଷ ତମକୁ କଣ କଣ ଖଟା ଲାଗୁଛି ପିଲାମାନେ କହିଲେ ଦେଖି। କଣ କଣ ଖଟା ଲାଗୁଥାଉଛି, ଆମ୍ବ ଆଉ ଲେମ୍ବୁ ହେଲା, ଆଉ ତେନ୍ତୁଳି ହେଲା। ଏସବୁ ଜିନିଷ ତମକୁ ପାଟିକୁ ଖଟା ଲାଗୁଛି। ମିଠା କଣ କଣ ଲାଗୁଛି, ଚିନି, ଗୁଡ ହେଲା। ପିତା କଲରା ଲାଗୁଛି, କଲରା। ଆଉ ରାଗ କଣ ଲାଗୁଛି, ଲଙ୍କା ତମକୁ ରାଗ ଲାଗିଥାଉଛି ହେଲା। ବୁଝିପାରିଲା ପିଲାମାନେ? ଯଦି ତୁମକୁ ପାଠଟି ଭଲ ଲାଗୁଥାଏ ତାହେଲେ ନିଜ ସାଙ୍ଗସାଥି ମାନଙ୍କୁ ନିଶ୍ଚୟ ସେୟାର କର। ଆଉ ଭିଡିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ ନିଶ୍ଚୟ କର।